ଆପଣଙ୍କୁ ପଢ଼ିଥିଲେ ଆମ ଚ୍ୟାନେଲକୁ ସ୍ୱାଗତ। ତା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଆପଣମାନେ ଆମକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତାହେଲେ ଡେରି ନ କରି ଚାଲନ୍ତୁ ଏବେ ଷ୍ଟାର୍ଟ। ଏବେ ଜୟଙ୍କୁ ଏବେ କହିଲେ ସିଧା ଆରେଷ୍ଟ କରିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ଏବେ ପୋଲିସ ମଧ୍ୟ ତାକୁ ଆରେଷ୍ଟ କରି ଜେଲ୍କୁ ନେଇଯାଇଛନ୍ତି। ଆଉ ଏବେ ପଞ୍ଜାବ ବି ଦେଖିଲେ ତାଙ୍କ ଜୟଙ୍କୁ, ଆଉ ସେ ମଧ୍ୟ କହିଲେ ନା ଏ ଆମକୁ ସପୋର୍ଟ କରିଛି, ଆଉ ଯାହା ବି ଏମ୍ଏଲ୍ଏ କେଉଁଠୁ ଅଛି କୁହ ଏମିତି କହିଲେ, କିନ୍ତୁ ତାଙ୍କ ଜୟ କହିଲେ ଯେ ନା ମୁଁ ସେଇଟା କହିପାରିବିନି, ସେ 2 ଦିନ ପୁରା କୁଆଡ଼େ ଯାଇଛନ୍ତି ମୁଁ ଜାଣିନାହିଁ। ଆଉ ଏକଥା ଶୁଣି ରବି କହିଛନ୍ତି ଆମକୁ ବହୁତ ସପୋର୍ଟ କରିଛି, ଆଉ ପଲ୍ଲବୀ ମଧ୍ୟ କହୁଛି ହଁ ୟାଙ୍କ ପାଇଁ ଆମକୁ ବହୁତ କିଛି ଲାଭ ହେଇଛି, ଆଉ ଏହାକୁ ଆମେ ଆଗକୁ ପାଇବାନି। ଠିକ୍ ଅଛି, ଏ ତ ଆମ ଲୋକ, ଆଉ ମୁଁ ଆଶା କରିବି ତୁମ ଶ୍ୱଶୁର ବି ସେ ଏମ୍ଏଲ୍ଏ ଭୈରବ ଯେଉଁଠି ବି ଥାଉ ନା କାହିଁକି ତୁମେ ଚେଷ୍ଟା କର, ସେ ବହୁତ ସେ ପାତାଳି ଲୁଚିଥିଲେ ବି ମୁଁ ବାହାର କରିବି, ଆଉ ଏତିକି ପାଇଁ ତୁମେ ଏଠି ଯାଇପାର। ତାପରେ ଏମ୍ଏଲ୍ଏଙ୍କ ଜଏନ୍ ସେଠୁ ଚାଲିଗଲି। ଆଉ ଏବେ ଚିତ୍ରଙ୍କର କହୁଛନ୍ତି ଚିତ୍ରଙ୍କର ତୁମେ ଶୀଘ୍ର ସେ ଏମ୍ଏଲ୍ଏକୁ ହଠାତ୍ ଆଡ୍ରେସ୍ଟା ଦେଖ, କେଉଁଠି ସେ ଅଛି ତାକୁ ତଦନ୍ତ କର, 24 ଘଣ୍ଟା ଭିତରେ ତାକୁ ହାଜରରେ ପହଞ୍ଚାଇବାକୁ ପଡ଼ିବ। ତାପରେ ଚିତ୍ରଙ୍କର କହିଲେ